ଲେଙ୍କା ମହୋଦୟା ଏବଂ ସମ୍ପାଦକ ତାକୁ ସମ୍ପାଦକ କହିଲେ ତାଙ୍କ ପଦବୀଟା ଛୋଟ ହେଇଯିବ, ବାକି ଯାହା ରହିଲା ସବୁ କିଛି ରବି ବାବୁ ଏବଂ ଏଠାରେ ଉପସ୍ଥିତ ଭାଷା ସାହିତ୍ୟ ପ୍ରେମୀ ସଜ୍ଜନ ମଣ୍ଡଳୀ ଏବଂ ବନ୍ଧୁଗଣ, ଛାୟାକାନ୍ତ ବାବୁଙ୍କର ବକ୍ତବ୍ୟ ପରେ ଭାଷା ସାହିତ୍ୟକୁ ନେଇ ଆଉ ଦୀର୍ଘ ଆଲୋଚନାର ଅବକାଶ ଅଛି କି ନାହିଁ ମୁଁ ଜାଣେ ନାହିଁ, ମୋତେ ଲାଗୁଛି ତ ଆଉ ନାହିଁ। କିନ୍ତୁ ତାଙ୍କୁ ଆମେ ସମସ୍ତେ ପୁଣି ଥରେ କରତାଳି ଦେଇ ଧନ୍ୟବାଦ ଦେବା। ତାଙ୍କ ବକ୍ତବ୍ୟ ପାଇଁ ଯେତେ ନୁହେଁ, ଛାୟାକାନ୍ତ ବାବୁଙ୍କ ଉପସ୍ଥିତି ଏବଂ ବକ୍ତବ୍ୟ ସହିତ ସୁଦୂର ସେ ଟିଟଲାଗଡ଼ରୁ ଆସିଛନ୍ତି। ଟିଟଲାଗଡ଼ କେବଳ ତତଲାଗଡ଼ ବୋଲି ନୁହେଁ, ବର୍ତ୍ତମାନ କିଛି ଲୋକ ଭାଷାକୁ ନେଇ ଓଡ଼ିଶାକୁ ଦୁଇ ଭାଗ କରିବାକୁ ଚାହୁଁଥିବା ବେଳେ ସେହିଭଳି ଗୋଟିଏ ଅଞ୍ଚଳରୁ ଇଂରାଜୀର ଅଧ୍ୟାପକ ଆଉ ଗୋଟିଏ ଭୂଗୋଳର ଅଧିବାସୀ ଏବଂ ବେଗୁନିଆ ଭଳି ଗୋଟିଏ ଛୋଟିଆ ବ୍ଲକ ଅଞ୍ଚଳର ସାହିତ୍ୟ ଘରରେ ଯେଉଁ ପ୍ରକାର ଉତ୍ସାହ ଉଦ୍ଦୀପନାର ସହିତ ଉଦ୍ବୋଧନ ଦେଲେ, 6ଟା ବେଳେ ସେ ବସ୍ ଧରିଥିଲେ, 3ଟା କେତେରେ ଏଠି ଓହ୍ଲେଇଲେ। ଆଉ କିଏ ହେଇଥିଲେ ଝାଡ଼ ମ କି ସାହିତ୍ୟ ମୋ କିଏ ଯାଉଛି, ଘରେ ଖାଇ ପିଇକି ଆରାମରେ ଶୋଇବା, ଟିଭି ଦେଖିବା, ଅନ୍ୟ କାମ କରିବା କି ବହି ପଢ଼ିବା। ସେଥିପାଇଁ ଆମ ସମସ୍ତଙ୍କର କୃତଜ୍ଞତା ଛାୟାକାନ୍ତ ବାବୁଙ୍କ ପ୍ରତି ଯିବ। ଆଉ କେହି କିଛି ନ କହିଲେ ମଧ୍ୟ ଏ ସଭା ସଫଳ ହେଲା ବୋଲି କୁହାଯାଇପାରିବ। କିନ୍ତୁ ଛାୟାକାନ୍ତ ବାବୁ ତାଙ୍କ ବକ୍ତବ୍ୟ ମାଧ୍ୟମରେ ଯେଉଁ କେତେଗୁଡ଼ିଏ ପ୍ରସଙ୍ଗ ଉଠାଇଛନ୍ତି, ତାକୁ ସେମିତି ଶୁଣିଦେଇ ବା ତାଳି ମାରିଦେଇ ବା ନୀରବରେ ରହିଗଲେ ଚଳିବ ନାହିଁ। ତାଙ୍କର ବକ୍ତବ୍ୟକୁ ମୁଁ ମୋଟାମୋଟି ସମର୍ଥନ କରୁଥିବା ବେଳେ ସିଏ ଡାକ୍ତର ବାବୁ ଯେଉଁ ରୋଗ କଥା କହି ଆମକୁ ଚେତେଇ ଦେଇଛନ୍ତି, ସେ ରୋଗର ଔଷଧ କିଛି କହିଲେ ନାହିଁ। ରୋଗ ତ ଆମକୁ ହେଇଛି, କିଏ ମନା କରୁଛି? ଗୁହାଳରେ ଶୃଗାଳ ପଶିଲାଣି। ଆମେ ସବୁ କାଉ କି କୋଇଲି ନିଜେ ନିଜେ ବିଚାର କରନ୍ତୁ, ମୁଁ କହିଲେ ଅପମାନଜନକ ହେବ। ତାଙ୍କ ଭାଷାରେ ଆମେ ସବୁ ଏଠି କାଉ ବସିଛେ, କୋଇଲି ଏଠି ନୁହେଁ। କେବଳ ଜଙ୍ଗଲ ଗଛପତ୍ର ଅଛି ବୋଲି କହିପାରିବା ଆମେ ଜଙ୍ଗଲରେ ଅଛୁ, କିନ୍ତୁ ଆମେ ଏଇନା ଜଙ୍ଗଲରେ ଅଛୁ, କିନ୍ତୁ ମନଟା ଭୁବନେଶ୍ୱରରେ। ନାମ ମାତ୍ର ବେଗୁନିଆ ଆଡ୍ରେସ୍। ଭୋଟ ବେଳକୁ ଆସିବୁ କିମ୍ବା ଚାଉଳ ମଣ୍ଡିରେ ଗଲାବେଳକୁ ଭାଗ ଚାଷ ଦେଇଥିବା ଜମି ମାଲିକମାନେ ବେଗୁନିଆ କଥା ଚିନ୍ତା କରୁଥିବେ। କିନ୍ତୁ ତା'ର ଔଷଧଟି କ'ଣ, ସେ ବି ସମ୍ପର୍କରେ ଅଧିକ ଆଲୋଚନା ହୁଏତ ବାରାନ୍ତରରେ ଆପଣମାନେ ମାସିକ ବୈଠକ ମାନଙ୍କରେ କରିବେ। କିନ୍ତୁ ମୁଁ ବ୍ୟକ୍ତିଗତ ଭାବେ ଛାୟାକାନ୍ତ ବାବୁଙ୍କୁ ସକଳ ବିନମ୍ରତା ସହିତ ସମସ୍ୟା ପ୍ରତି ଦୃଷ୍ଟି ଆକର୍ଷଣ କରିଥିବାରୁ ଧନ୍ୟବାଦ ଜଣାଉଛି, କୃତଜ୍ଞତା ଜଣାଉଛି। କିନ୍ତୁ ସମାଧାନର ବାଟ ଅଲଗା। ଆପଣ ଯେଉଁଭଳି ଢଙ୍ଗରେ ଆମର ସମସ୍ୟାଟାକୁ ଉପସ୍ଥାପିତ କଲେ, ବର୍ତ୍ତମାନ ଆମେ ହଠାତ୍ ଚିନ୍ତା କରିପାରୁନାହୁଁ ଏହାର ଉତ୍ତର ବା ଏହାର ସମାଧାନର ବାଟ କ'ଣ ହେବ। ମୁଁ ଭାବୁଛି ଏହାର ସମାଧାନର ବାଟ ପଛକୁ ଫେରି ଅନେଇଲେ ହେବ ନାହିଁ, ଆମକୁ ଆଗକୁ ଅନେଇବାକୁ ପଡ଼ିବ। ଦୁନିଆ ବଦଳୁଛି, ବଦଳୁଥିବା ଦୁନିଆରେ ଆମେ ଯଦି ଦୁନିଆକୁ ଖାପ ଖୁଆଇ ନ ଚାଲିବା, ତାହେଲେ ଆମେ ଆମର ପ୍ରାସଙ୍ଗିକତା ହରାଇବା। ଓଡ଼ିଆରେ ଗୋଟିଏ ପ୍ରବାଦ ଅଛି, କଥା ଅଛି, ସେକାଳ ପଖାଳ ଆଉ ନାହିଁ। ସେକାଳ ପଖାଳକୁ ମନେ ପକାଇ ଆମେ ଯଦି ବିଳାପ କରିବା ଏବଂ ଚାଉମିନ ବାଲାଙ୍କୁ ଦୂରେଇ ଦେବାକୁ ଚେଷ୍ଟା କରିବା, ତାହେଲେ ଅନେକ ସମୟରେ ଗୋଟିଏ ବିଚାର ବିଭ୍ରାଟ ହେବ ବୋଲି
ମୁଁ ଭାବୁଛି ଏହି ସଭାରେ ଦେଖନ୍ତୁ ମୁଁ ତ ଦେଖିପାରୁନାହିଁ, ମୁଁ କେବଳ 2-4 ଜଣଙ୍କୁ ଦେଖୁଛି ପୁରୁଷମାନଙ୍କର ବେଶ ପୋଷାକକୁ ଯଦି ଧାରଣା ନେବି, କେତେଜଣ ଧୋତି ପିନ୍ଧିକି ଆସିଛନ୍ତି ଏ ସଭାକୁ। କେବଳ ସେଇଠି ଆମର ଗୁରୁଜନ ବୟସ୍କ ଜଣେ ଗେରୁଆ ଧୋତି ପିନ୍ଧିଛନ୍ତି, ବସିଛନ୍ତି, ବାଡ଼ି ଖଣ୍ଡେ ଅଛି। ସେ ସେକାଳର ପଖାଳ ବୋଲି ତାଙ୍କର ପରିଧାନ ଏବଂ ସାହାଯ୍ୟ ସହଯୋଗ ଦେଉଥିବା ବାଡ଼ିଟି ଦୃପ୍ତ କଣ୍ଠରେ କହୁଛି ଯେ ମୁଁ ଏ କାଳର ଲୋକ ନୁହେଁ। କିନ୍ତୁ ମୋଟାମୋଟି ଭାବରେ ପ୍ରାୟ 90% ଲୋକ ଇଂରେଜମାନେ ଶିଖେଇଥିବା ପୋଷାକକୁ ଆମେ ପିନ୍ଧିବାକୁ ଆରମ୍ଭ କଲୁଣି। ଆମକୁ କିଏ ଏ ପ୍ରକାର ପୋଷାକ ପରିବର୍ତ୍ତନ କରିବା ପାଇଁ ବାଧ୍ୟ କଲା? ଏ ସମ୍ପର୍କରେ ବାରାନ୍ତରରେ ଆଲୋଚନା ହେଇପାରେ। ତେଣୁ ଦୈନନ୍ଦିନ ଜୀବନରେ ଆମେ ଯାହାକୁ ଜୀବନଶୈଳୀ ବୋଲି କହୁ, ସେହି ଜୀବନଶୈଳୀର ଉପାଦାନ ଗୁଡ଼ିକ ଏକ ବିବର୍ତ୍ତନବାଦ ଦେଇ ଗତି କରନ୍ତି। ଆମେ ଯାହା ଖାଉଥିଲେ ତାହା ଏବେ ଆଉ ଖାଉନାହାନ୍ତି, ଯାହା ପିନ୍ଧୁଥିଲେ ଏବେ ଆଉ ପିନ୍ଧୁନାହାନ୍ତି। ଯେଉଁ ଘରେ ଆମେ ରହୁଥିଲେ ଭିନ୍ନ ରକମର ଘର ଆମେ ତିଆରି କରିବାକୁ ପସନ୍ଦ କରୁଥିଲେ। ଆଗରୁ ପାଇଖାନାଟା ବାଡ଼ି ପଟେ ଥିଲା, ଏବେ ଆଟାଚ୍ ବାଥରୁମ୍ ନହେଲେ ରହିବ ନାହିଁ। ମୁଁ ସଦାବେଳେ ଗୋଟିଏ ଉଦାହରଣ ଦିଏ। ବାପ ଯେତେବେଳେ ଝିଅ ପାଇଁ ଜୋଇଁ ଖୋଜିବାକୁ ଯାଏ, ସେ ଆଗେ କ'ଣ ଦେଖେ? ସେ ଦେଖେ ଯେ ମୋ ଝିଅ ଯେଉଁ ଘରକୁ ଯିବ ସେଠି ସେ ଭଲରେ ରହିବ କି ନାହିଁ। କାହା କଥାରେ ବିଶ୍ୱାସ ନ କରି ସେ ନିଜ ଆଖିରେ ଦେଖିବାକୁ ଚାହେଁ। ପକ୍କା ଘରଟିଏ ଦେଖିଲେ ତା ମନ ଟିକେ ହାଲକା ହେଇଯାଏ, ନା ଆଙ୍କର ଗୋଟେ ପକ୍କା ଘର ଅଛି ଥିଲାବାଲା ଏବଂ ଏକାଧିକ କୋଠରୀ ଅଛି। ମୋ ଝିଅ ବାରଣ୍ଡାରେ ଶୋଇବ ନାହିଁ, ତା ପାଇଁ ମଧ୍ୟ ସ୍ୱତନ୍ତ୍ର ଗୋଟିଏ ପ୍ରକୋଷ୍ଠ ଅଛି। ତାପରେ ସେ ଗୋଟେ ବାହାନା କରିକି ଟିକେ କହେ ମୁଁ ଟିକେ ପଦାକୁ ଯିବି। ପଦାକୁ ଯିବି ମାନେ ଏକ ଲାଗିଲା ବୋଲି ସେ କହେ ବୋଲି ଆମେ ଭାବୁଛୁ ସେକାଳର ସିଷ୍ଟମରେ। ପଦାକୁ ତାକୁ ଏକ ଫେକ କିଛି ଲାଗୁନଥାଏ। ସେ ପଦାକୁ ଯାଇକି ଦେଖିବାକୁ ଚାହେଁ ଯେ ଆଙ୍କର ଆଉ କିଛି ଅଛି ନା ନାହିଁ, କେବଳ ଘରଟି କରିଛନ୍ତି। ସେ ଖଳା ଆଡ଼େ ଟିକେ ବୁଲି ଆସେ। ସମସ୍ତଙ୍କ ପଦାରେ ଆଗରୁ ପାଇଖାନା ହେଉଥିଲା। ଖଳାରେ ଯଦି ଦେଖିଲା ବହୁତ ଧାନ ଅମଳ ହେଇଛି, ତାହେଲେ ତା'ର ଗୋଟେ ବିଶ୍ୱାସ ହୁଏ ଯେ ମୋ ଝିଅ ଏଠି ଭୋକିଲା ରହିବ ନାହିଁ। ଏସବୁ ଆମର ସଭ୍ୟତା, ଜୀବନଶୈଳୀ ଏବଂ ଆଚାର ବ୍ୟବହାରର କଥା। ମୋର କହିବାର କଥା, ଆଜିକାଲି ଆପଣ ତ ଆଜିକାଲି ଜୋଇଁ ଖୋଜା ଛାଡ଼ିଦେଲେଣି। ଜୋଇଁ ଖୋଜିଲେ ମାଡ଼ ଖାଇବେ, ଅସୁବିଧାରେ ପଡ଼ିବେ, ସେ ବିବାହଟେ ଭାଙ୍ଗିଯିବ ବର୍ଷେ ଭିତରେ। ଆପଣଙ୍କର ବେଷ୍ଟନଟି ଏତେ ସଂକୁଚିତ ହୋଇଯାଇଛି ଯେ ଆପଣ ଜୋଇଁ ଖୋଜିବେ କେଉଁଠୁ? ଆଗରୁ ସବୁ କ'ଣ ଏମିତି ମ୍ୟାଟ୍ରିମୋନିଆଲ ଥିଲା କି ଆମର ଟିଭିରେ, ଖବରକାଗଜରେ, ମୋବାଇଲରେ, ଅନଲାଇନ୍ରେ? ବାହାଘର ବ୍ରତଘରେ ଯେଉଁ ଭିଡ଼ ହେଉଥିଲା ସେଇଠି ବିବାହ ପ୍ରସ୍ତାବ ପଡ଼ୁଥିଲା। ଆଲୋ ସେ ଝିଅଟି କିଏ କିଲୋ, ଭଲ ସୁନ୍ଦରିଆଟେ ତ ହେଇଛି, କାହା ଝିଅ ସେ? ସେଇଠୁ ତା ବିଷୟରେ ସୂଚନା କରୁ 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 ଟିକେ ପ୍ରସ୍ତାବ ପକାଇ ଦେଉ। ଜାଣିଛୁ ଯଦି ଆମେ ଯେତେ ଜଣଙ୍କର ପୁରୁଣା କାଳିଆ ଲୋକ, ସେକାଳ ପଖାଳବାଲା, ଏଇଭଳି ଭାବରେ ବିବାହ ସମ୍ପନ୍ନ ହେଇଛି। ୟା କଥା ତା କଥା ତା କଥା। ଏବେ ତ ପୁଅ ଝିଅ ତାଙ୍କର ନିଜେ ନିଷ୍ପତ୍ତି ନେଉଛନ୍ତି, ସେଇଟା ଭଲ କଥା। ଅନ୍ୟ ନିଷ୍ପତ୍ତି ନେଲେ ଅଡ଼ୁଆ ହେବ। ମୁଁ ଏସବୁ କଥା କହିବା ପଛରେ ଭାଷା ମଧ୍ୟ ସେଇଭଳି ଗୋଟିଏ ପୋଷାକ ସହିତ ତାକୁ ମୁଁ ତୁଳନା କରୁନାହିଁ, ଖାଦ୍ୟ ସହିତ ତୁଳନା କରୁନାହିଁ। ଭାଷା ମଧ୍ୟ ଜୀବନଯାପନର, ଜୀବନଶୈଳୀର ଏକ ଅବିଚ୍ଛେଦ୍ୟ ଅଙ୍ଗ। ମଣିଷ ଭାଷା କହେ ଏବଂ ସେଥିପାଇଁ ବାରମ୍ବାର ସାହିତ୍ୟର ପରିଭାଷା ମୁଁ ବଡ଼ ସାହିତ୍ୟିକ ଅଧ୍ୟାପକଙ୍କ ଭଳି କରିପାରିବି ନାହିଁ। ସବୁବେଳେ ଗୋଟିଏ କଥା ମୁଁ ଜୋର ଦେଇ କହିବାକୁ ଚାହେଁ, ମଣିଷ ମାତ୍ରେ ହିଁ ଭାଷା ବ୍ୟବହାର କରେ। ଭାଷା ବ୍ୟବହାର କରୁଥିବା ମଣିଷଟିକୁ ମଣିଷ କେହି କହିବେ ନାହିଁ, ତାକୁ ଜନ୍ତୁ ବୋଲି କହିବେ। ଏବଂ ମଣିଷ ମାତ୍ରେ ତା'ର ଗୋଟିଏ ଭାବ ଅଛି। ବିନା ଭାବରେ, ଅନୁଭବରେ ମଣିଷ ତିଷ୍ଠି ପାରିବ ନାହିଁ। ଏହି ଭାବକୁ
प्रकाश करने गोटे माध्यम दरकार। से माध्यमटी है तार भाषा। तेणु साहित्यर परिभाषा मो विचार रे ए भाषा और भाव को नहीं मनुष्य जेते रकम खेल खेले ताकू साहित्य कह जाए। किए कविता लिखे, कवितार बर्तमान सुंदर परिभाषा कले एवं साहित्यर मूल कथाटी को खूब बड़ बड़िया उदाहरण दे आमको बुझाइले। प्रेरणा एवं आधुनिक साहित्यिक मानकर दुर्गुण को मध्य कहले। काऊ मानकर काऊ माने से पचा मांस को लोभ करी खाली कँ होउचंदी सिना, किंतु से साहित्य नुहे। साहित्य जंगल रहीगला, कोईली पाखे रहीगला, किंतु एटा तो सबु काले थिला साहित्यर। पोएट्री रो मु तो साहित्यर छात्र नुहे, तेणु सार को भली मुझे उदाहरण दे कही परिबी नहीं। जो गोटे दीटा कथा जो स्कूल बेलू जहाँ मन अच्छी सेटा तांको वक्तव्य शुणी मोर मन पड़गला। काले काले साहित्य प्रेरणा भाव एवं आवेगर परिप्रकाश पर सृष्टि होता है। कवितार तो प्रथम सृष्टि हुई। कविता किए? कविता है स्पंटानियस आउटब्रस्ट ऑफ इमोशन बोली इंग्राजी कहे। आपे आपे से जो भावटी प्रकाश पाइब। एवं वाल्मीकि से कथा व्याध आउ क्रंच कथा तो आम समस्ते जानू। पोएट्री आउ एक इंग्राजी परिभाषा है इमोशंस रिकलेक्टेड इन ट्रैंक्विलिटी। आखि बंद करी निजर गभीरतम अनुभव को जदि तुम मन पकेब एवं ताकू शब्द रूपायित कर पोएट्री हम ही हम। एवं भाषणटी भल पोएट्री भाया लगे माने कौन से एते आत्म है एते भावबहुल हो वक्तव्य दूसरे जे गद्य कि पद्य किसी जानीला ना। अनेक गद्य एपरी अच्छी से एभली ढंग से लिखाई थाए ता पद्य भली प्रतिभात हुए। अनेक पद्य एमती अच्छी बुझी हुए ना कौन से लिखिं कौन भावुं से निजे बुझीते। मु से ए संपर्क में अधिक आलोचना न करी केवल एतिक निवेदन करने को चाहूँगी। भाषा भाव को नहीं सीना आम साहित्यर परिभाषा कले भाषा और आग भली सीमित हो रही ना। भाषा विस्तार करे ना। भाषा गोटे दृष्टि संकोचन करे। भाषा सहित भूगोलर गोटे अतुट संपर्क अच्छे। आम भूगोल आम भाषा मिसिला नहीं बोली आम आंदोलन कले। जो जो माटी रे ओडिया कथा लोक कहते से माटी गुड़ी को एकाठी करी गोटे नुआ ओडिशा भूगोल सृष्टि करवा आमर आंदोलन थिला। तो स्वाभाविक भाव में ओडिया भाषाटा विश्वर भाषा है नथिला बा है पारिबो नाही। आमे आम अंचल भाषा को जेहेतु भाषा मनुष्यर भाव को प्रकाश करने एकांत आवश्यक एवं आम इतिहास रे विभिन्न समय रे आमे अनेक विदेशी लोकों द्वारा शासित हेले। सदाबले जे शासन क्षमतार थाए से निजर भाषा सभ्यता और सबकिछि को विचार सबकिछि को आम उपरे लदी देवा को चाहे। आमे मध्य से कुआ भली किछि अपेक्षा रे तार से प्रकार आधिपत्य को स्वीकार करूँ जो आज आम इंग्राजी शिखीचु। एपरिक किछि लोक बर्तमान होती इंग्राजीटा सुविधा ओडियाटा कष्ट। यही जो असुविधाटी होती किए दायी से विषय रे आलोचना करी लाभ ना। किंतु आमे जदि पुणी कहवा चलो आमे जो समय रे आमे संकोचन प्रक्रिया रे रही निश्चित भूगोल पाई आम पाई गोटे भूगोल जो अंचल निजर करने भाषा को व्यवहार कले। बांग्लादेश से तैयारी होता जितेबाला तापर उर्दू को लदी दियापाई चेष्टा करागला। आमे ओडिया लोक मैंने विभिन्न आड़े थिलु। किए छत्तीसगढ़ रे थिला, किछि लोक दक्षिण रे भी थिले अल्प लोक, किंतु मध्य प्रदेश आड़े बहुत लोक थिले जोठी कि प्रथम आंदोलन से संबलपुर अंचल रहीतिला बोली जहाँ छायकांत बाबू यथार्थ रे कहिसंती। तेणु आम भूगोल आग भली एमती संकुचित हो रही हेब ना।
ବର୍ତ୍ତମାନ ଏତେ ବର୍ଷ ବିତିଗଲା ପରେ ବିଜ୍ଞାନ କାରିଗରୀ କୌଶଳର ଅଭିବୃଦ୍ଧି ଘଟିବା ଫଳରେ ଆମେ ଆଉ କେଉଁ ଦୁନିଆରେ ନାହୁଁ। ଯାହାକୁ ପଚାରିବେ ଗୋଟିଏ ଭଲ ବାପାକୁ, ସାର୍ ଆପଣ କେଉଁଠି ଅଛନ୍ତି? ନା ମୁଁ ରିଟାୟାର୍ଡ଼ କରିକି ଭୁବନେଶ୍ୱର ଆସିଗଲିଣି। ପୁଅ କେଉଁଠି? ପୁଅ ପୁଅ ବାଙ୍ଗାଲୋରରେ। ଝିଅ କେଉଁଠି? ବମ୍ବେରେ। ଆଉ କିଛି ନାହିଁ। ଆଉ ଗୋଟେ ଛୋଟିଆଟେ ଅଛି, ସିଏ କେଉଁଠି? ସେ ପାଖରେ ଅଛି ଯେ ସେ କ'ଣ କରୁଛି? ହେ ମୋ ସେ ପୁରୁଣା ଘରେ ଗୋଟେ ଷ୍ଟାର୍ଟଅପ୍ କରୁଛି। ସେ ଆଉ କିଛି କହୁନି, ଓଡ଼ିଆ ଭାଷା କଥା କହୁଛନ୍ତି ତ, ତା'ର ଉତ୍ତର ହେଲା ଷ୍ଟାର୍ଟଅପ୍ କରୁଛି। ଆରେ ଷ୍ଟାର୍ଟଅପ୍ କ'ଣ? ଷ୍ଟାର୍ଟଅପ୍ ହେଲା ସେ ଲୁହା ଛଡ଼ ସିମେଣ୍ଟ ଫିମେଣ୍ଟ ଏମିତି ରହିକି ସେଠି ସେ ବିକ୍ରି ବଟା କରୁଛି। ସେଟାକୁ ଭଲ ସାଧୁ ଭାଷାରେ ବା ସମ୍ମାନଜନକ ଭାଷା ହେଲା ଷ୍ଟାର୍ଟଅପ୍। କିଛି ନାହିଁ, ଷ୍ଟାର୍ଟଅପ୍ କରୁଛି। ଅଧିକାଂଶ ଓଡ଼ିଆମାନଙ୍କର ଅବସ୍ଥା କାଲିଫର୍ନିଆ, ଦୁବାଇ, ବାଙ୍ଗାଲୋର, ବମ୍ବେ କିମ୍ବା ଭୁବନେଶ୍ୱରରେ ଏଇ ଷ୍ଟାର୍ଟଅପ୍ ମାନଙ୍କୁ ଦେଖିବେ, ବିଶେଷ କିଛି ଆଉ ଦେଖିବେ ନାହିଁ। ଏବଂ ଆମେ ସମସ୍ତେ ସେଇ ପୁରୁଣା ଜୋକ୍ ଜାଣିଛୁ। ଷ୍ଟେସନରେ ଓହ୍ଲାଇଲା ପରେ ରିକ୍ସାବାଲାକୁ ଜଣେ ଛାୟାକାନ୍ତ ବାବୁଙ୍କର ଆଦର୍ଶ ପୁରୁଷ ଜଣେ କହିଲା, ଓ ଚାଳକ ମୋତେ ଟିକେ ସଚିବାଳୟ ନେଇ ଚାଲ। ସେ ରିକ୍ସାବାଲାଟି ଆଉ କିଛି ବୁଝିପାରିଲା ନାହିଁ। କୁଆଡ଼େ ଯିବେ ଆଜ୍ଞା? ଆରେ ସଚିବାଳୟକୁ ନେଇ ଚାଲ କହିଲି ପରା। ସେ 2-4 ମିନିଟ୍ କହିଲା ପରେ ମଧ୍ୟ ସେ ବୁଝିପାରିଲା ନାହିଁ। ଆରେ ସେକ୍ରେଟେରିଏଟ୍ ଟିକେ ନେଇ ଚାଲ। ବାବୁ ସେଇଆ କହୁନାହାନ୍ତି, ଆଉ ଏତେ ସମୟ ଧରି ସେକ୍ରେଟେରିଏଟ୍ ଲଗେଇ ରଖିଛନ୍ତି। ଆମେ ସେ ଚାଳକକୁ ଦୋଷ ଦେବା ନା ସମୟକୁ ଦୋଷ ଦେବା, ନା ଆମେ ନିଜେ ଯେଉଁମାନେ ସାଜିଛୁ ଭାଷାର ସୁରକ୍ଷା ଅଭିଯାନର ସାରଥୀ, ଆମେ ନିଜକୁ ନିଜେ ଦୋଷ ଦେବା? ଏ ସମ୍ପର୍କରେ ଆଲୋଚନାର ଅଧିକ ଅବକାଶ ଅଛି। ମୁଁ କିନ୍ତୁ ଏତିକି କହିବାକୁ ଚାହେଁ, ଭାଷାକୁ ଏକ ନିର୍ଦ୍ଦିଷ୍ଟ ଭୂଖଣ୍ଡରେ ସୀମିତ କରି କେବଳ ସାଧୁ ଭାଷା କଥା କହିବା ବେଳେ ଆପଣମାନେ ନିଜେ ଲକ୍ଷ୍ୟ କରିଥିବେ, ଯେତେବେଳେ ଶାସକମାନେ ଆମ ସମାଜର ବିଶିଷ୍ଟ ବର୍ଗ ଯେଉଁମାନେ ସଂସ୍କୃତ ଭାଷାକୁ ବ୍ୟବହାର କରି ଆମର ଦର୍ଶନ, ଧର୍ମ ସବୁକିଛିକୁ ନିଜ ହାତ ମୁଠାରେ ରଖିଥିଲେ। ଏବଂ କାହିଁକି ଓଡ଼ିଆ ଭାଗବତ ଆଲୋଚନା ହେଲା, କାହିଁକି ଜଗନ୍ନାଥ ଦାସଙ୍କ ଭଳି ଲୋକମାନେ ଏସବୁ କଥା କହିଲେ? କାହାର? ଗୋଟିଏ ଲୋକର ଆହ୍ୱାନରେ। ପୁଅ, ମୋତେ କିଛି କିଛି ବୁଝା ପଡ଼ୁଛି ଯେ ଏ ଭାଗବତ କଥାଟା ଓଡ଼ିଆରେ ଲେଖାଯାଇ ପାରନ୍ତା ନାହିଁ। ଗୋଟିଏ ମାଆର ଆହ୍ୱାନକୁ ଗ୍ରହଣ କରି ଓଡ଼ିଆ ଆମର ପରମ୍ପରା, ଆମର ଧର୍ମଶାସ୍ତ୍ର, ଆମର ଭାଗବତ କଥାଟି ଆମେ ଜାଣିବାକୁ ପାଇଲେ। କହିବାର ତାତ୍ପର୍ଯ୍ୟ ହେଲା, ଆଜି ଯଦି ଆମେ ଠିକ୍ ସେଇଭଳି ଏକ କଥାରେ ସବୁ କଥା ଓଡ଼ିଆରେ ହଉ, ସବୁ କଥା ଓଡ଼ିଆରେ ନହେଲେ ଆମେ ତାକୁ ଗ୍ରହଣ କରିବା ନାହିଁ, ଏଭଳି ଏକ ଯାହାକୁ କହନ୍ତି, ତାକୁ ରକ୍ଷଣଶୀଳ କହିଲେ ଠିକ୍ ହେବ ନାହିଁ, ଏଭଳି ଏକ ଚିନ୍ତା ବା ବିଚାରକୁ ଯେଉଁମାନେ ଅତି ପରିମାଣରେ ନିଜର ହୃଦୟର ନିକଟରେ ରଖିଛନ୍ତି ତାଙ୍କୁ ମୁଁ ସମ୍ମାନ ଜଣାଉଛି। କିନ୍ତୁ ଯଦି ଆମେ ବିସ୍ତାରରେ ବିଶ୍ୱାସ କରୁଛେ, ଯଦି ଓଡ଼ିଆ ଭାଷା ଲୋପ ନ ପାଉ ବୋଲି ଆମେ ଚାହୁଁଛେ, ଆମକୁ ଟିକେ ବ୍ୟବହାର ଅନୁକୂଳ ହେବାକୁ ପଡ଼ିବ। ମୁଁ ସଦାବେଳେ ଗୋଟିଏ କଥା କହେ, ଏ ମୋବାଇଲର ଉଦାହରଣ ଦେଇ, ଏ ମୋବାଇଲଟି ଆମ ଜୀବନକୁ ଏଭଳି ଭାବରେ ନିୟନ୍ତ୍ରଣ କରୁଛି। ଯଦି ଗୋଟିଏ ଗରିବ ଘରର ଝିଅଟିଏ ମୋବାଇଲ ଧରିଛି, ମା ରୋଗରେ ପଡ଼ିଛି, 100ଟି ଟଙ୍କା ଘରେ ଅଛି, ଡାକ୍ତର ମାଆକୁ ଦେଖିକି ପ୍ରେସ୍କ୍ରିପ୍ସନ୍ ଗୋଟେ ଲେଖିକି ଯାଇଛି, ତାକୁ ଏଇ ବଟିକା ଆଣିକି ଦିଅ, କାଲି ଦେଖିବା କ'ଣ ହେଉଛି, ଜ୍ୱର କମୁଛି କି ନ କମୁଛି। ସେ ବଟିକାର ସବୁର ଦାମ୍ ହେବ ପାଖାପାଖି 80-90 ଟଙ୍କା। ଝିଅକୁ ଯେତେବେଳେ ପ୍ରେସ୍କ୍ରିପ୍ସନ୍ ଧରଉଛି, ସେ କହୁଛି ପଇସା କାହିଁ? ତା ମନରେ ଗୋଟେ ଦ୍ୱନ୍ଦ୍ୱ ଆସୁଛି, ମା ପାଇଁ ଔଷଧ କିଣିବି
ନା ମୋବାଇଲଟାକୁ ରିଚାର୍ଜ କରିବି। ଆଜି ରିଚାର୍ଜ ନ କଲେ ମୋର ଆଉ କିଛି କାମ ଦେବ ନାହିଁ। ଶତକଡ଼ା 70-80% ଝିଅ ମାଆର ରୋଗଟାକୁ ଟିକେ ଛୋଟ କରି ଦେଖିବେ, କହିବେ ମାଆକୁ ଏମିତି ମଝିରେ ମଝିରେ ଜ୍ୱର ହୁଏ, ଦେଖିବା କାଲିକୁ ଆପେ ଆପେ ଉତରିଯିବ। ଆଜି ମୋ ମୋବାଇଲ ରିଚାର୍ଜଟା ନିହାତି ଦରକାର। ଯଦି ଆମେ ତାକୁ ପିଲାମାନଙ୍କୁ ଆକଟ କରିବା, ତୁ ମୋବାଇଲ ବ୍ୟବହାର କର ନାହିଁ, ଘର ଘର କି କାହାଣୀ ଏଇଟା। ସେମାନେ ବିଦ୍ରୋହ କରିବେ, ତୋତେ ମୁଁ ବାହା ଡାକିବାକୁ ପ୍ରସ୍ତୁତ ନୁହେଁ। ମାଆ ମୋତେ ମୋବାଇଲ ଦେଖିବାକୁ ଦେଉନାହିଁ, ତେଣୁ ତାକୁ ମାଆ ଆଉ ମୁଁ ଡାକିବି ନାହିଁ। କହିବାର ତାତ୍ପର୍ଯ୍ୟ ହେଲା ମୋବାଇଲଟି ଆମ ଜୀବନର ଏମିତି ଅଙ୍ଗ ବିଶେଷ ହେଇଗଲାଣି, ତାକୁ ମୁଁ ଅଙ୍ଗବସ୍ତ୍ର ବୋଲି କହୁଛି। ଚାବିକାଠି ନ ନେଲେ ଚଳିବ, ଅନ୍ୟ କିଛି ନ ନେଲେ ଚଳିବ। ବିନା ମୋବାଇଲରେ ଏଠି କିଏ ଅଛନ୍ତି କି? ମୁଁ ତାଙ୍କୁ ନିଶ୍ଚୟ 500 ଟଙ୍କା ପୁରସ୍କାର ଦେବି ଯେଉଁମାନେ ମୋବାଇଲ ପକେଟରେ ନାହାନ୍ତି। ତେଣୁ ଏମିତି ଭାବରେ ଆମ ଜୀବନକୁ ନୂଆ କାରିଗରୀ କୌଶଳ, ନୂଆ ଜୀବନଯାପନ ବ୍ୟବସ୍ଥା ନିୟନ୍ତ୍ରଣ କଲାଣି ଯେ ଆମେ ଯଦି ଛାୟାକାନ୍ତ ବାବୁଙ୍କ କଥାରେ ପଡ଼ି ଠିକ୍ ତାଙ୍କର ଦର୍ଶିତ ମାର୍ଗରେ ଚାଲିବା, ହୁଏତ ଘର ଭାଙ୍ଗି ଯାଇପାରେ। ଏବଂ ଯେଉଁଠି ସମସ୍ୟାଟି ରାଜୁବାବୁ କହୁଥିଲେ, କହୁଛି ଆମର ଶ୍ରୀଯୁକ୍ତ ରବି ପାଣିଗ୍ରାହୀ, ଯେ ଯୁବକମାନେ ଆସୁନାହାନ୍ତି। ଆପଣମାନେ ଏମିତି କହିଲେ ଆଉ ଗୋଟେ ଦିନ ଯିଏ ଅଛନ୍ତି ସିଏ ବି ଆଉ ଆସିବେ ନାହିଁ। ଚାଲ ଯେଉଁମାନେ ଅଛନ୍ତି ଏଗୁଡ଼ାକ ଦ୍ୱାରା କିଛି ହେବ ନାହିଁ। ଆମକୁ ତାଙ୍କ ସହିତ ତାଳ ଦେବାକୁ ପଡ଼ିବ। ସେକାଳ ପଖାଳ ନାହିଁ ଯେଉଁମାନେ କହନ୍ତି, ମୁଁ ତାଙ୍କୁ ଜମା ବିଶ୍ୱାସ କରେ ନାହିଁ। ତୁମେ ଏଇ ଯେଉଁ କହୁଛ ଓଲ୍ଡ ଇଜ୍ ଗୋଲ୍ଡ, ଏଇ ରାଜ୍ୟରେ ଯେଉଁମାନେ ବିଶ୍ୱାସ କରନ୍ତି ତାକୁ ମଧ୍ୟ ମୁଁ ଗ୍ରହଣ କରେ ନାହିଁ। ମୁଁ ମଧ୍ୟ ଗୋଟେ ସମୟରେ ଅତ୍ୟନ୍ତ ଆଧୁନିକ ଥିଲି। ବର୍ତ୍ତମାନ ଦେଖୁଛି ମୋ ନାତୁଣୀଟି ମୋତେ ପାଠ ବତେଇ ଦେଉଛି। ସେ ମୋତେ ଫୋନ୍ କରୁଛି, ଅଜା ତୁମେ କେବେ ଦିଲ୍ଲୀ ଆସିବ? ତୁମକୁ ସବୁଠୁ ଶସ୍ତା ଟିକଟଟା ଆଜି ମୁଁ ବାହାର କରିକି ପଠାଉଛି। ଆଜିକାଲି ଉଡ଼ାଜାହାଜରେ ଯିବା ବହୁତ ଖର୍ଚ୍ଚାନ୍ତ ହେଲାଣି। ସମସ୍ତେ ଭାବୁଥିବେ ଏତେ ପଇସା କେଉଁଠୁ ଆସିବ ବାରମ୍ବାର ଯିବା ପାଇଁ। ନାତୁଣୀକୁ କେତେ ବର୍ଷ କହିଲି? 9 ବର୍ଷ। ସେ 4ର୍ଥ ଶ୍ରେଣୀରେ ପଢ଼ୁଛି। କିନ୍ତୁ ସେ ସବୁଠି ଜାଣିଗଲାଣି କେଉଁ ଆପ୍କୁ ଗଲେ କେଉଁଥିରେ ଜାଣିହେବ ଆସନ୍ତା ସପ୍ତାହ ଭିତରେ ଭୁବନେଶ୍ୱରରୁ ଦିଲ୍ଲୀ ଯିବା ପାଇଁ କେଉଁଠି ଶସ୍ତା ଟିକଟଟା କେଉଁ ଏୟାରଲାଇନ୍ସର ଅଛି। ଏକଥାକୁ ସେ ନିଜେ ଖୋଜିକି କହିଦେଇ ପାରୁଛି। ଯେଉଁଠି ବିଜ୍ଞାନ କାରିଗରୀ କୌଶଳ ଆମର ବ୍ୟକ୍ତିଗତ ଜୀବନକୁ ଏତେ ପରିମାଣରେ ନିୟନ୍ତ୍ରଣ କରିବାକୁ ବସିଲାଣି, ଆମେ ତା ସହିତ ଆଡ଼ଜଷ୍ଟ କରିବା ନା ତା ସହିତ ଗୋଟେ ସଂଗ୍ରାମ କରିବା? ସଂଗ୍ରାମ କଲେ ଆମେ ହାରିଯିବା। କିନ୍ତୁ ମୋର ସେଥିପାଇଁ ମୋ ମାତୃଭାଷାକୁ ବଳି ଦେବାକୁ ଚାହୁଁନାହିଁ ବା ତାକୁ ବାଜିରେ ଲଗାଇବାକୁ ଚାହୁଁନାହିଁ। କିନ୍ତୁ ଆମ ଭାଷାଟି ଯଦି ଆମର ଉତ୍ତର ପିଢ଼ି ମଧ୍ୟରେ ବଞ୍ଚି ରହିବାର ଆବଶ୍ୟକତା ଆମେ ଅନୁଭବ କରୁଛେ, ତାହେଲେ ଆମକୁ ଆଧୁନିକ ଯୁଗ ସହି ତାଳ ଦେଇ ଚଳିବାକୁ ପଡ଼ିବ। ସଚ୍ଚିବାଳୟ କଥାଟି କହିଲେ, ଯେଉଁ କହୁଥିଲେ ଖବରକାଗଜର ଭାଷା, ନୂଆ ନୂଆ ମୁଁ ଯେତେବେଳେ ଆସୁଥିଲି ମୋତେ ଭାରି ଅଡ଼ୁଆ ଲାଗୁଥିଲା। ମାହୋଲ ମୁଁ ଜମା ଭଲ ପାଏ ନାହିଁ। ମୁଁ ଜଣେ 2 ଜଣ ସହକର୍ମୀଙ୍କ ଚାକିରି ନେଇଯାଇଛି, ମୋତେ ଓଡ଼ିଆ ଆସେ ନାହିଁ। ମୁଦାଟା ଆସୁଛି କେଉଁଠୁ? ଆମେ କେବେ ଚିନ୍ତା କରୁଛେ କି ଆମ ପିଲାମାନେ କାହିଁକି ମୁଦା ବୁଝିପାରୁଛନ୍ତି, ପ୍ରସଙ୍ଗ ବୁଝିପାରୁନାହାନ୍ତି? ମୁଁ ମୋ ଜୀବନର ପ୍ରଥମ ଅନୁଭବରୁ ଜାଣିଛି କେଉଁଠୁ ସେ ଭାଷାଟି ଶିଖୁଛି। ମୋ ଝିଅ ପ୍ରଥମେ ଯେତେବେଳେ ଗଲା ସ୍କୁଲକୁ, ସେଇ ସ୍କୁଲଠୁ ଯେତେବେଳେ ଆସିଲା, ସେ ଆସିକି ଗୋଟେ ବ୍ୟାଗ୍ ଧରିକି ଆସିଲା। ବାପା ମୋତେ କ'ଣ ଦିଦି ତ କହୁନଥିଲା, ମିସ୍ ମୋତେ ବହି ଦେଇଛନ୍ତି। ସେ ବହି ଭିତରୁ ଆପଣ ବିଶ୍ୱାସ କରିବେ ନାହିଁ, ପ୍ରଥମେ ସେ ଗୋଟେ ଯେମିତି ମା' ମାନେ ଘୁଅ କନାକୁ ନଖରେ ଆଙ୍ଗୁଳି ଅଗରେ ଧରନ୍ତି, ଆଗେ ଗୋଟିଏ ବହି ଧରିକି ଉଠେଇଲା। ବାବା ଏଇଟା ହିନ୍ଦୀ ବହି। ସେ ତ୍ରିଭାଷୀ ସୂତ୍ରରେ ଇଂରାଜୀ ମିଡ଼ିୟମ୍ ମାଧ୍ୟମରେ 3ଟି ଭାଷାରେ 3ଟି ନର୍ସରୀ ରାଇମ୍ ବହି ସେ ବ୍ୟାଗ୍ ଭିତରେ ଦେଇଥାନ୍ତି। ହିନ୍ଦୀ ଆମେ ଦେଖିନୁ କି ପଢ଼େଇନୁ, ବ୍ୟବହାର କରିନୁ, ତାକୁ ସେ ସେଇଠି ରଖିଦେଲା। ଏବଂ ତାପରେ
बाबा यहाँ हूँ ए फर आपुल आम ताकू जो इंग्राजी नर्सरी आम बहीटी किणिकी देइथिलु चिक चिक करता है रंग यहाँ ए फर आपुल बही ताकू से सहजरे चिन्हि पारिला। तापरे तृतीय बही को जिते धइला कहला बाबा एटा गंधिया बही। मु खबर कागजर संपादक ओडिया भाषार त्राणकर्ता बोली किसी लोग कहला बेलू मुझे भारी जोरे गर्व अनुभव करुँची किंतु मो झील ओडिया भाषार त्रिभाषी बहीटा को गंधिया बही बोली कहूँ। या ठारू बड़ विडंबना किसी हो पारे कि मो मन को किंतु जो प्रश्नटी आंदोलित कला छायाकांत बाबू को जमी आंदोलित करुँची समस्या ये शब्दटी ये पाइला कौटू आमे बाप माँ केबे तो तार उपस्थिति रे ए शब्द व्यवहार करिथिवार आमे तो गंधिया बही गंधिया शब्द को व्यवहार ही करूना तार शब्दार्थ करि पार माने थाई पारे ये भाषा शब्दटी पाइला कौठू एवं जदि संवादर संपादक घरे तांकर बड़ झीटी इंग्राजी मीडियम स्कूल को जीव एवं ओडिया रे छपा जाइथिबो ओडिया बहीटी को गंधिया बही बोली कहबो आम भाषा सुरक्षा आंदोलन केते बाट जीव मुझे ताको कहबी ना एटा गंधिया बही नुहे एटा माँ बही मार बही कहले सी बुझीबो नाई ताको ए फर आपुल बहीटी देखा जाउची सुंदर चिक चिक रंगीन एवं जो कथा टी सी बुझी पारुचे ए फर एप्पल ये जो जीवन शैली भितर भाषा किपरि समृद्ध हुए बंची रहे आम जीवन शैली आम केबे आपको व्यवहार करूना तेणु मो मन को छुईला ये जो मानक सहित से अवशिष्ट समय कटाए आजिकल जो डबल इंजिन बापा माँ माने पिला को इंग्राजी मीडियम रे पढ़े दे बहुत पैसा दे भावुचंती ताको आमे भल शिक्षित करिचु बोली से एभली जंत्रणार शिकार हेबे। पिलाटी जहाँ सहित बेसी समय कटौची ताहार भाषा ताहार साहित्य तार आचरण तार मूल्यबोध सबकिछि को से आहरण करिवो। गंधिया शब्दटी सेइटु आछि घरे जो मैंने आमर काम दाम करुचंती से मानकर भाषारू ये ताठू शिखिची से यदि 24 घंटारू 2 घंटा भी तुम पाखे कटेब ना तुम मुहर दीपद कथा शुणब ना तुम्हें ताको कहब केवल ए फर एप्पल कह इंग्राजी आदब कायदा शिख जीवन में उन्नति करू आ तुम ओडिया परंपरा भाषा को रक्षा कर किए तेणु आम भाषा केवल व्यवहार अनुकूल होगा उचित नुहे जहाँ नुआ पीढ़ी चाहूँगी तार सबु चाहिदा को पूरण कला भली ता समृद्ध एवं समर्थ होगा दरकार से आमे जो उद्यम करने कथा से उद्यम कहीं करू नाहंती। अष्टम श्रेणीर पिला माने वर्तमान पंचम श्रेणीर पाठ को आयत्त करि पारु नाहंती। मु जाइथिले गोटे स्कूल को प्राथमिक विद्यालय को बारंबार कहलिनी गत सप्ताह रे से विषय उल्लेख कर मोर आलेख्य पुरी पाखर विराट बड़ स्कूल प्राइमरी स्कूल तार जुबली फंक्शन होता से बहुत लंबा आयोजन बड़ आयोजन होता मन हे जत जेपरी रजा झील बाहागर हो मंचरे किए बसते मंचरे देखिली जड़े बसी रिटायर्ड डिस्ट्रिक्ट जज से स्कूल पुरातन छात्र मंचरे बसी जड़े चीफ इंजीनियर मंच तले जो मैंने बसते आहरी आश्चर्य हे उत्कल यूनिवर्सिटी दर्शन अध्यापक विभाग मुख्य अध्यापक एग्जीक्यूटिव इंजीनियर सुपरिटेडेंट इंजीनियर डाइम ए डजन बैंक मैनेजर अध्यापक केते ना केते एमती बढ़िया आप आहरी भव्य आयोजन डाण पाखे महिला माने प्रधान शिक्षयित्री अध्यापिका शिक्षय जो मैंने महिला मैंने जो शिक्षा लाभ कर पचारि मो भाषण बेले प्रधान शिक्षक नहांती जे सभा देखा जाऊ ना कहीं किसी उत्तर देलेनी सामने महिला मान भितर जो बसते जड़े छिड़ा हेले कहले सार मु प्रधान शिक्षक नुहे मु इंचार्ज प्रधान शिक्षयित्री कहला हो मैडम भल है आपण स्कूल रे केते पिला
एमाने तो सब पुरातन छात्र मु देखुची जो माने कि आपण स्कूल में शिक्षा आरंभ करते कहले सार बर्तमान 97 जन अच्छा 5टी क्लास रे 97 जन पिला ब्राह्मण शासन रे स्कूल खूब सुंदर कारण नुआ शिक्षा नीति अनुसार 20 हेले बहुत भल 1:20 पढ़ला। द्वितीय प्रश्न मु पचारि मैडम आपण स्कूल रे आपण तो हेडमिस्ट्रेस इंचार्ज आउ केते जन शिक्षक अच्छा 5टी क्लास पाई उत्तर कौन आसला जानती से इमिडिएटली किसी उत्तर देले नहीं। श्रद्धांजलि सभारे जेमिति नीरव प्रार्थना करा जाए मुह पोतिकी छिड़ा हेले किसी बगुलिया टोकाई जो माइक वाला जो बसते से मंच तले कहले मैडम कहूना आमको तो कहीदे सत कहवाक क्या डरबी सत कही पछे बोले मरबी एत बड़क कहीं पार्टी कथा बाहर नहीं से बाध्य कहले सार मो छड़ा आउ कहीं ना आपण तो वर्तमान समस्ते मु राजनीति कथा उठेबा चाहे नहीं किंतु 5टी क्लास को से महिला जनक किपरि पढ़ाउथिबे आपण कल्पना करि परिबे कि अष्टम श्रेणी पिला पंचम श्रेणी पाठ को आयत्त करि पारु नाही एथिरे आश्चर्य होवार किछि अछि कि फेल आम व्यवस्था रे आउ के हो नाही फेल कले काले ड्रॉप आउट कमी जीवो एवं समस्ते पास करिवे भल नंबर रखी पास करिवे एही भली अनेक कहानी आपन को मु कहि पारे सेति पई मु भाबे जो माने साहित्य विषय रे कविता संपर्क में साहित्यर दायित्व संपर्क में आलोचना करुचंती केवल कविता आवृत्ति करवा सृजनशील साहित्य सृष्टि करवा तापाई गोटे बाजार मध्य तैयारी करिवार दायित्व आमर ए साहित्य को किए किणिबो किए उपभोग करिबो किए व्यवहार करिबो सेही अनुकूल परिवेश सृष्टि करिवार दायित्व मध्य आमर नले कवि केवल निज कविता को निजे को निज स्वामी भी कहबा रहा को पढ़ना मत भल लगुनि कविता शुणा गोटे श्रोता तैयारी करिवार दायित्व आमर रही से मु केवल छायाकांत बाबू द्वारा प्रभावित टी समय नेली एत लंबा कहवा कथा नुहे आमर दायित्व रहा दरकार आमे जो माने शिक्षा व्यवस्था रे थिलु अच्छु वर्तमान जो माने साहित्य रे रुचि रखुचु आम पिला मानकु सना आमे निरापद दूरत्व को नहीं जिबा पई इंग्लिश मीडियम रे पढ़ाई देइचु भल स्कूल रे एवं भल इंस्टीट्यूट रे पढ़ाई ताकू सुरक्षित करिचु कैलिफोर्निया रे से अच्छी गर्व अनुभव करुचु एमिति केते भाग पिला आम शिक्षा व्यवस्था ओडिशा को 2 भाग करने को बसची जाति वर्ण गोष्ठी से तो अलग राजनीतिक भाग भाग सामाजिक भाग भाग है तू कौ स्कूल रे पढ़ुचु आपण मैंने लक्ष्य करुवे जिते जन नुआ बंधु को आज मुझे भेटिली समस्त को गोटे प्रश्न कहीं पचारुची आपण कौटी पढ़ुते से मैंने प्रथम स्कूल कथा कहूना सी कहते मु रेवेन्सा पढ़ुली मुमुक पढ़ुली मुझे सर स्कूल कौटी पढ़ुते आपण पुओ कौ स्कूल रे पढ़ुला जदि आपण पुओटी निजे पढ़ुवे जदि ओरिया मीडियम स्कूल रे जदि आपणकर अन्य किसी असुविधा नथिबो आपण पुओ निश्चय पढ़ुथबो इंग्राजी मीडियम स्कूल रे आपण को मु दोष दौने केते पिला को एभली सुजोग पाउचंती 80 लाख पिला 6 वर्ष रु 14 वर्ष जो माने स्कूल को जाउचंते ओडिसा रे सेमानक भितरु पाखापाखी 70 लाख पिला 70 हेबे नाई 16 लाख जदि 20% है 65 लाख पिला आम स्कूल रे पढ़ुचंती जो स्कूल रे आमे माने पढ़ुथिले किंतु से स्कूल रे आ पाठ पढ़ा हो नहीं बुधवार टी चिंता केमिति अंडा भल भाव में बंटा जीव आउ गंडगोल हम ना से दिन अंडा बारी अंडायुक्त दंडमुक्त व्यवस्था रे केवल आमर पुत्रा कन्या चिन्हा परिचय किए शिक्षक हम जी 10 वर्ष तले शिक्षा कर्मी थिला से नागार्जुन बीएड डिग्री धरी वर्तमान आम स्कूल गोटे लैंग्वेज शिक्षक आपण तो ना पुओ को नहीं निरापत्ता को यही व्यवस्था भितर जो 60-65 लाख पिला तैयारी हेले फेल हेले नहीं तांको आकट कई करूना तांको अंडा दे तांको भल कि हृष्टपुष्ट करा जाउची तांकर एकमात्र काम हला आम नेता भल तांको पई जिंदाबाद मोटरसाइकेल रेट वर्तमान जन को 50 टंका हेले रैली हम यही गोटे समस्या मुक्ति पाइबा हेले आमे काहाको दोष देवा नहीं से आमे साहित्य घर बंधु माने किछि करि परिबा कि
ସେଥିପାଇଁ ନୂଆ ଜୀବନ ଆରମ୍ଭ ହେଲା। ଅବସରପ୍ରାପ୍ତ ଲୋକମାନେ ସାହିତ୍ୟ କରନ୍ତୁ। ନିଜେ ଯେଉଁ ସ୍କୁଲରେ ପାଠ ପଢ଼ୁଥିଲେ ଟିକେ ବୁଲି ଆସନ୍ତୁ। ଆପଣ ବୁଲି ଆସିଲେ ଟିକେ ଡର ଲାଗିବ, ଶିକ୍ଷକମାନଙ୍କୁ ଲାଜ ମାଡ଼ିବ ଏବଂ ଅନ୍ତତଃ ପକ୍ଷେ ଏ ଅବକ୍ଷୟକୁ ଆମେ ସମ୍ପୂର୍ଣ୍ଣ ଲୋପ ନ କରିପାରିଲେ ମଧ୍ୟ କିଛି ପରିମାଣରେ ଅଟକେଇ ପାରିବା, ତାକୁ ନିୟନ୍ତ୍ରଣ କରିପାରିବା। ସେଇଥିପାଇଁ ଯାବତୀୟ କାର୍ଯ୍ୟକ୍ରମ ଯୁବକ ବନ୍ଧୁମାନଙ୍କୁ ଆପଣ ଏଠିକି ଡାକିଲେ ଆସୁନାହାନ୍ତି। ପାଣିଗ୍ରାହୀ ସାର୍ଙ୍କୁ କହୁଛି, ସେମାନେ ଯେତେବେଳେ ରକ୍ତଦାନ କରୁଛନ୍ତି ତାଙ୍କ ପିଠିରେ ଟିକେ ଆଉଁସି ଦେଇ ଆସନ୍ତୁ। ତୁ ରକ୍ତ ଦେଇଛୁ, ସୁଭାଷ ବୋଷ କହିଥିଲେ, ସେ ଆଉ ତାକୁ କେହି ପଢ଼ଉନାହାନ୍ତି। ମୋତେ ରକ୍ତ ଦିଅ, ମୁଁ ତୁମକୁ ସ୍ୱାଧୀନତା ଦେବି। ତୁ ବାପା କହିବୁ, ରକ୍ତ ଦେଲେ ସ୍ୱାଧୀନତା ତ ମିଳିସାରିଲାଣି, ତୁ କହ ମୁଁ ରକ୍ତ ଦେଇଛି, ମୋତେ ନୂଆ ଓଡ଼ିଶା ଗଢ଼ିବା ପାଇଁ ସୁଯୋଗ ଦିଅ। ରକ୍ତ ଭଣ୍ଡାରରେ ରକ୍ତଦାନ ପାଇଁ ଯିବା ଦରକାର ନାହିଁ। ଆମର ପ୍ରତି ଘର ହେବ ରକ୍ତ ଭଣ୍ଡାର। ରକ୍ତ ଭଣ୍ଡାରଟା ଯେମିତି ପ୍ରତି ଘର ହେବ ସାହିତ୍ୟ ଘର, ଯଦି ପ୍ରତି ଘର ହେବ ରକ୍ତ ଭଣ୍ଡାର। ରକ୍ତ ଭଣ୍ଡାର ମାନେ ସେ ଘରେ ଯେଉଁ 2-3 ଜଣ ଯୁବକ ଅଛନ୍ତି 18 ବର୍ଷରୁ ବେଶୀ ଏବଂ 65 ବର୍ଷରୁ କମ୍, ସେମାନେ ରକ୍ତଦାନ କରିପାରିବେ। ସେ ହେଲେ ଆମର ଜୀବନ୍ତ ରକ୍ତ ଭଣ୍ଡାର। ଇଏ ଓ ପଜିଟିଭ୍ ରକ୍ତର ମାଲିକ। ଆମ ପାଖରେ ବିଜ୍ଞାନ କାରିଗରୀ କୌଶଳ ଅଛି। ସାହିତ୍ୟ ଘରର ଅବସରପ୍ରାପ୍ତ ଶିକ୍ଷକ ରବିବାବୁଙ୍କ ଘରେ ଗୋଟେ କମ୍ପ୍ୟୁଟର ଅଛି। ସେଥିରେ ଆମ ବେଗୁନିଆର ଯେତେ ସବୁ ଆମର ସାହିତ୍ୟ ଘରର ବନ୍ଧୁମାନେ ଅଛନ୍ତି ତାଙ୍କର ପିଲାମାନଙ୍କର କେଉଁ ଗ୍ରୁପ୍ ମୁଁ ଜାଣିବି। ହଠାତ୍ ଗୋଟେ ଆକ୍ସିଡେଣ୍ଟ ହେଲା, ରବିବାବୁଙ୍କୁ ପଚରାଯିବ, ଆପଣ ତ ଏତେ କଥା କରୁଛନ୍ତି, ଗୋଟେ ଓ ପଜିଟିଭ୍ ବ୍ଲଡ଼ ହେଇପାରିବ କି? ଆପଣ କ'ଣ କରିବେ? ସାଙ୍ଗେ ସାଙ୍ଗେ ସେ ଡାକ୍ତରଖାନାକୁ, ସେ ନେତାକୁ, ସେ ଅମୁକକୁ ଦୌଡ଼ିବେ, ରକ୍ତ ଭଣ୍ଡାର ଯିବେ। ସେ ତେରିମେରି କରିକି କିଛି ଆଦାୟ କରିବାକୁ ଚେଷ୍ଟା କରିବ। ମୋ ପାଖରେ ରକ୍ତ ଅଛି, ମୋ ପୁଅ ସହିତ ମୋର ରକ୍ତ ସମ୍ପର୍କ। ଅମୁକ ଲୋକର ପୁଅ ଗତ ବର୍ଷ ଦେଇଥିଲା, ତା'ର ବି ପଜିଟିଭ୍ ରକ୍ତ ମୋ କମ୍ପ୍ୟୁଟର କହୁଛି। ଫୋନ୍ ମାଗେଇବେ, 2 ମିନିଟ୍ରେ ଆପଣଙ୍କୁ ବି ପଜିଟିଭ୍ ରକ୍ତ ମିଳିଯିବ। ଏ ରକ୍ତ ସମ୍ପର୍କକୁ ଗଢ଼ିବାର ଦାୟିତ୍ୱ ମଧ୍ୟ ସାହିତ୍ୟ ଘର ନେଇପାରିବ। ଶିକ୍ଷା ବ୍ୟବସ୍ଥାର ଅବକ୍ଷୟକୁ ରୋକିବାକୁ ମଧ୍ୟ ଦାୟିତ୍ୱ ସାହିତ୍ୟିକ ବନ୍ଧୁମାନେ ନେଇପାରିବେ। ପ୍ରତି ଘର ସାହିତ୍ୟ ଘର ହେଉ, ପ୍ରତି ଶରୀର ବା ପ୍ରତି ଘର ରକ୍ତ ଭଣ୍ଡାର ହେଉ ଏବଂ ମହିଳାମାନଙ୍କ ସଂଖ୍ୟା ଦେଖି ମୁଁ ଉତ୍ସାହିତ। ଆପଣମାନେ ଚାହିଁଲେ ନିଶା ନିବାରଣ ମଧ୍ୟ କରିପାରିବେ। ତେଣୁ ଏ କାର୍ଯ୍ୟକ୍ରମଗୁଡ଼ିକୁ ଦେବା ପଛରେ ଏକମାତ୍ର କାରଣ ଗୋଟିଏ ଅନୁଷ୍ଠାନର ପରିଚୟ। ମୋତେ ମୋର ଗୁରୁ ଶିଖେଇଥିଲେ ବିଲାତରେ ପଢ଼ିଲା ବେଳେ, ଭାଷଣରେ ନୁହେଁ, ମିଟିଂରେ ନୁହେଁ, କି ଅନ୍ୟ କେଉଁଠି ନୁହେଁ, କାର୍ଯ୍ୟକ୍ରମ ମାଧ୍ୟମରେ ଗୋଟେ ଅନୁଷ୍ଠାନର ପରିଚୟ ମିଳେ। ଆଜି ଦେଖନ୍ତୁ 2006 ମସିହାରେ ଆମେ ଆରମ୍ଭ କରିଥିଲୁ ରକ୍ତଦାନ କାର୍ଯ୍ୟକ୍ରମ। ଆଜି ଓଡ଼ିଶାରେ ଯଦି ପଚାରିବେ ରକ୍ତଦାନ କାର୍ଯ୍ୟକ୍ରମ କହିଲେ କାହାକୁ ବୁଝାଯାଉଛି? ସମ୍ବାଦ ଆମ ଓଡ଼ିଶାକୁ ବୁଝାଯାଉଛି। ଆଜି ଭାଷା ସାହିତ୍ୟ ସୁରକ୍ଷା ଆନ୍ଦୋଳନ କହିଲେ କାହାକୁ ବୁଝାଯାଉଛି? ହେଇ ସମ୍ବାଦବାଲା କ'ଣ ସାହିତ୍ୟ ଘର କରୁଛନ୍ତି? ସେଇମାନେ କରୁଛନ୍ତି। ସେ ଯେଉଁ ଢଙ୍ଗରେ କୁହନ୍ତୁ ନା କାହିଁକି, ଆମ ପରିଚୟ ଆମେ କାର୍ଯ୍ୟକ୍ରମ ମାଧ୍ୟମରେ ସୃଷ୍ଟି କରିପାରିଛେ। ସେହିଭଳି ମହିଳାମାନଙ୍କର ସଶକ୍ତିକରଣ କାର୍ଯ୍ୟକ୍ରମକୁ, ନିଶା ନିବାରଣ କାର୍ଯ୍ୟକ୍ରମକୁ ସଫଳ କରି ଆମେ ସଶକ୍ତ ମହିଳା ଗୋଷ୍ଠୀ ଆମ ସାହିତ୍ୟ ଘର ଭିତରେ ମଧ୍ୟ ସୃଷ୍ଟି କରିପାରିବା। ସମସ୍ତେ ଯେ କବିତା ଲେଖିଲେ ସାହିତ୍ୟ ଘରର ସଭ୍ୟ ହେବେ ତାହା ନୁହେଁ। ସାହିତ୍ୟ ଘରର ନେତୃତ୍ୱରେ ରକ୍ତଦାନ କାର୍ଯ୍ୟକ୍ରମ, ଭାଷା କାର୍ଯ୍ୟକ୍ରମ, ସ୍କୁଲର ସଂସ୍କାର କାର୍ଯ୍ୟକ୍ରମ, ଶିକ୍ଷା ଏବଂ ପରିବେଶ ଆଦି ଯେଉଁ କାର୍ଯ୍ୟକ୍ରମ ଗୁଡ଼ିକ ଆଜି ସାଧାରଣରେ ଗ୍ରହଣୀୟ ହୋଇଛି, ସେହି କାର୍ଯ୍ୟକ୍ରମକୁ ଆମେ ଯଦି ନେଇପାରିବା ତାହେଲେ ସାହିତ୍ୟ ଘର ସଫଳ ହେବ। ଆମେ କହିପାରିବା ବରଗଡ଼ରେ କେବଳ 170 ଜଣ ସାହିତ୍ୟ ଘର ପ୍ରେମୀ ନାହାନ୍ତି। ଆମେ 170 ଜଣ ଖାଣ୍ଟି ଓଡ଼ିଆ ବେଗୁନିଆରେ ଅଛନ୍ତି। ବୋଲଗଡ଼ରେ 150, ବେଗୁନିଆରେ 150, ଖୋର୍ଦ୍ଧାରେ 100, ଅମୁକରେ ଯେଉଁ 100ର ସର୍ବନିମ୍ନ କରିଛି, ଯଦି 400 ଲୋକ 100 ଘର କରିବେ, ପ୍ରତି ବ୍ଲକରେ ହିସାବ କରନ୍ତୁ କେତେ ହେଲା? 40,000 ସାହିତ୍ୟ ଘରର ସଭ୍ୟ। ସେହି ଢଙ୍ଗରେ ଯେତେ ଲୋକ ରକ୍ତ ଦେଇଛନ୍ତି, ଆପଣ କେତେ ଲୋକ ରକ୍ତ ଦେଇଛନ୍ତି ଆପଣ ଜାଣିଛନ୍ତି? ଗତ ବର୍ଷ 68,000 ଯୁବକ ରକ୍ତଦାନ କରିଛନ୍ତି। ରାକ୍ଷୀ ପୂର୍ଣ୍ଣିମା ଦିନ ଲକ୍ଷାଧିକ ମହିଳା ରାକ୍ଷୀ ପୂର୍ଣ୍ଣିମାରେ ରାକ୍ଷୀ ବାନ୍ଧି ଭାଇଠାରୁ କଥା ଆଦାୟ କରିଛନ୍ତି, ନିଶା ଟିକେ କମାଇ ଦେ। ଆପଣମାନେ ଯେ କେତେ ଗଛ ଲଗାଇଛନ୍ତି ତା'ର ହିସାବ ନାହିଁ।
स्कूल को बुली आसी जदि आमे 2-4टी मेधावी छात्रर क्यारियर तैयारी कर दे पारिबा ताले ये गोटे विराट बड़ अवदान हम। तेणु यही जो कार्यक्रम गुड़िक मध्यम 40,000 साहित्य घर पुराणा सदस्य 70,000 रक्तदान शिविर परिवार एवं लक्षाधिक महिला मानकर अनुष्ठान एवं लक्ष लक्ष गछ लगे व्यक्ति मानकर संख्या को मिसेले प्राय आम 4-5 लाख ओडिया मानकर गोटे बड़ परिवार जार रक्त संपर्क अच्छी जी भाषा सहित जोड़ी होइकी अच्छी जी कि तार पिला मानकर शिक्षा पाई संवर्धित अच्छी। केवल मो पुओ पढ़िले हम ना मो पड़िशा घर पुओ मध्य पाठुआ हो मो झील मध्य सशक्त हो यही गोटे मानसिकता नहीं साहित्यर दायित्व निर्वाह करा जाई पारिबो। सेतेबेले छायाकांत बाबू को भाषण देले आउ कई एते आंदोलित हेबे नाही कारण ए कथाटी आम भितरे ओडियात्व तैयारी करिथिबो कारण आमे सर्वबृहत ओडिया परिवारर सदस्य अछु रक्त दौचु भाषा कहूचु ओडिशार शिक्षा व्यवस्था को संस्कारित करुचु ओडिशार नूतन निर्माण रे सहयोग करिबा पई 56 इंच कौन आम 60 इंचिया छातीवाला हो पारिबा एतिकी कही मोर वक्तव्य शेष करुच्ची। वंदे उत्कल जननी।